ହ୍ୟାଲୋ। ଆଜ୍ଞା ଆଜ୍ଞା ସାର୍, ଆମ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବରିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଆଜି ଯାହା ଏମ୍ସ ପାଖରୁ ସୂଚନା ରହିଛି ଯେ ଆମକୁ ଛାଡ଼ି ଚାଲି ଯାଇଛନ୍ତି, ତ ଏଥିପ୍ରତି କଣ କହିବା ପାଇଁ ଚାହିଁବେ ସାର୍? ନା ଶବ୍ଦ ଅଛି ପାଟିରେ, ନା ଭାଷା ଅଛି। କଣ ମୁଁ କହିପାରିବି ଆପଣଙ୍କୁ? ସମସ୍ତେ ଭାଙ୍ଗି ପଡିଛୁ। ଆମେ ଗାଡିରେ ଆମେ ଯାଉଛୁ ଗୋଟେ ଜାଗାକୁ। ସଙ୍ଗୀତ ଜଗତର କିଛି ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ମୋ ପାଖରେ ଏବେ ଅଛନ୍ତି। କାମରେ ଆମେ ଯାଉଥିଲୁ। ମୋର ଟିକେ ଦେହ ବି ଇଏ ନାହିଁ। ହଠାତ୍ ଏସବୁ ଜିନିଷ ଶୁଣିଲା ପରେ ମୁଁ ଆପଣ ବୁଝିପାରୁଥିବେ କେତେ ସ୍ମୃତି ଅତୀତରେ ତା ସାଙ୍ଗରେ ସବୁ ଅଛି। ସବୁ ଗୋଟି ଗୋଟି ସ୍ମୃତି ସବୁ ମନେ ପଡୁଛି। ଆଉ ଆଉ କଣ ବେଶୀ କହିପାରିବି? ଆଜ୍ଞା ସାର୍, ଆପଣ ଦେଖା କରିବାକୁ ଯାଇଥିଲେ ମଧ୍ୟ ସେତେବେଳେ ଏମିତି କଣ? ଆଉ ଲାଗୁଛି ଯେମିତି ଓଡିଆ ସଙ୍ଗୀତ ଜଗତ ଆଜି ମାନେ ଭାସି ଯାଇଛି। କାହିଁକିନା ହ୍ୟୁମାନ ସାଗରଙ୍କର ଯୋଉ ଚାଲିଯିବାଟା ଆମ ସମସ୍ତଙ୍କ ପାଇଁ ଗୋଟେ ଅପୂରଣୀୟ କ୍ଷତି। ସେ କ୍ଷତି କେବେ ଭରଣା କରି ହବ ନାହିଁ। ନା ଆଉ କେହି ସେ ଜାଗା ନେଇପାରିବେନି ଓଡିଆ ସଙ୍ଗୀତ ଜଗତରେ। ମତେ କ୍ଷମା କରନ୍ତୁ। ଆଉ ରଖନ୍ତୁ। ସାର୍, ଗୋଟେ ସ୍ମୃତି ଯାହା କହିପାରିବେ ହ୍ୟୁମାନ ସାଗରଙ୍କ ସହିତ ଆପଣଙ୍କର ସବୁ ସମୟ ପାଇଁ ମନେ ରହିବ ସାର୍? ସେ ଯୋଉ ହସ ହସ ମୁହଁ, ଆଉ ଭାଇ ବୋଲି ଗୋଡ ଧରି ପ୍ରଣାମ କରେ, ସେ ସବୁ ଜିନିଷ ସବୁଦିନ ପାଇଁ ମନେ ରହିବ। ରଖନ୍ତୁ ଟିକେ। ଆଜ୍ଞା ଆଜ୍ଞା ଭଲ ସାର୍। ଲାଗେ।